ଏତେ ଆପଣମାନେ ଜାଣିଥିବେ 1939 ମସିହା ଆଜିର ଦିନରେ ଏହି ସ୍ଥଳରେ ଆମର 49 ଜଣ ଏଠି ଶହୀଦ ହେଇଥିଲେ ଏବଂ ସେଇ ଶହୀଦ ମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏ ଦିବସ ପାଳନ ହୁଏ। ଆଜି ମୋର ତୃତୀୟ ଥର ପାଇଁ ଏଠି ମୁଁ ଆସିଲି। ନିଜକୁ ଗୌରବମୟ ମନେ କରୁଛି, ଭାଗ୍ୟବାନ ମନେ କରୁଛି ଯେ ଏଇଭଳି ଏକ ପବିତ୍ର ସ୍ଥାନରେ ମୋର ଦର୍ଶନ କରିଛି ଏବଂ ଆଗାମୀ ଦିନରେ ଏହାର କେମିତି ଉନ୍ନତି ହବ ତା ବିଷୟରେ ମଧ୍ୟ ଆମେ ସବୁବେଳେ ଚିନ୍ତା କରିଛୁ। ଆଉ କାମ ତ ପ୍ରାୟ ସରିବା ସ୍ଥିତିରେ ଅଛି। ଆପଣମାନେ ଦେଖୁଥିବେ ପୂର୍ବ ବର୍ଷ ଗୁଡ଼ିକ ଅପେକ୍ଷା ବର୍ଷ ମଧ୍ୟ ଆହୁରି ସମାଗମ ହେଇଛି ଏବଂ ଏହାର ରକ୍ଷଣାବେକ୍ଷଣ ପାଇଁ ମଧ୍ୟ ଆମେ ପିଲା ଦେଇଛୁ। ଆଉ ସବୁ ପ୍ରକାର ପ୍ରଶାସନିକ ସହଯୋଗ ଏଠାରେ ଅଛି, ଆଗାମୀ ଦିନରେ ରହିବ ଏବଂ ଆପଣମାନେ ଜାଣିଥିବେ ମହାମହିମ ରାଷ୍ଟ୍ରପତି ରାଉରକେଲା ଯୋଉ 21 ତାରିଖ ଗସ୍ତ କରିଥିଲେ ସେଥିରେ ମଧ୍ୟ ନିର୍ମଳ ମୁଣ୍ଡାଙ୍କ ନାଁ ଆମକ ସିଂଙ୍କ ନାଁ ମଧ୍ୟ ସେ ନେଇଛନ୍ତି। ନିଶ୍ଚିତ ଭାବରେ ଏହାର ପ୍ରଚାର ପ୍ରସାର ହବ। ଆଗାମୀ ଦିନରେ ଏ ସ୍ଥଳର ଆହୁରି ଗରିମା ବଢିବ ଆଉ ବହୁତ ଲୋକ ଏଠାକୁ ଆସିବେ, ପର୍ଯ୍ୟଟନ ସ୍ଥଳ ହିସାବରେ ମାନ୍ୟତା ପାଇବ। ମୁଖ୍ୟମନ୍ତ୍ରୀ ଗସ୍ତ କାମ ସରିଲା ପରେ ନେକ୍ସଟ ମନ୍ଥରେ କଥା ହେଇକି ଡେଟ୍ ଫିକ୍ସ ହବ। ନିଶ୍ଚିତ ଭାବରେ ଆମ ଚାକିରିରେ ତ ଗୋଟେ ସ୍ଥାନରେ ଆମେ ରହିବାଟା ସମ୍ଭବ ନୁହଁ। ଯାହା ହଉ ମୁଁ ବହୁତ ଦିନ ରହିଛି ଏବଂ ସମସ୍ତଙ୍କ ସହଯୋଗ ପାଇଛି। ଏ ଅଞ୍ଚଳର ସମସ୍ତେ ମତେ ସହଯୋଗ କରିଛନ୍ତି, ସାମ୍ବାଦିକ ବନ୍ଧୁମାନେ, ପୋଲିସ ବନ୍ଧୁମାନେ ଏବଂ ସମସ୍ତ ଅଞ୍ଚଳବାସୀ ସବୁ କ୍ଷେତ୍ରରେ ମତେ ସହଯୋଗ କରିଛନ୍ତି। ବିଶେଷ କରି ସାମ୍ବାଦିକ ମାନେ ମଧ୍ୟ ଯୋଉଠି ଯାହା ଅସୁବିଧା ହେଲେ ମୋତେ ଜଣାନ୍ତି ଏବଂ ଯାହା ଫଳରେ ଆମେ ପ୍ରଶାସନିକ ତ୍ୱରିତ ଭାବରେ ପଦକ୍ଷେପ ନେଉ। ଆଗାମୀ ଦିନରେ ମଧ୍ୟ ସେମାନଙ୍କ ସହ ସମ୍ପର୍କ ରହିବ। ଆଉ ମୁଁ ନିଶ୍ଚୟ ରାଉରକେଲା ଏବଂ ପାନପୋଷ ସବୁ ଜଣଙ୍କୁ କେବେ ଭୁଲିବି ନାହିଁ, କାରଣ ମୋ ଚାକିରିରେ ସବୁଠାରୁ ଅଧିକ ସମୟ ମୁଁ ଏଠି କାଟିଛି। କୁମାର ଟପୁ ଆମକୁ ସିଂହ ଶହୀଦ ସ୍ମାରକୀ କମିଟିର ଉପାଧ୍ୟକ୍ଷ ଅଛି, ଭାଇସ୍ ପ୍ରେସିଡେଣ୍ଟ ଅଛି। ଆଜି ଆମର 88ତମ ଶହୀଦ ଦିବସ ଆମେ ପାଳନ କରୁଛୁ। ଆମକୁ ସିଂହରେ 88 ବର୍ଷ ପୂର୍ବେ ଏଇ ଜାଗାରେ 49 ଜଣ ଶହୀଦ ହେଇଥିଲେ ବ୍ରିଟିଶ ସୈନ୍ୟମାନଙ୍କ ଗୁଳିବାଣରେ। ଆଜି ସେମାନଙ୍କୁ ଆମେ ଶ୍ରଦ୍ଧାଞ୍ଜଳି ଦେଉଛୁ। ରାଷ୍ଟ୍ରପତି ମଧ୍ୟ ଆସିଥିଲେ ରାଉରକେଲା, ସେ ମଧ୍ୟ ଶହୀଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଏବଂ ନିର୍ମଳ ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଆମେ ଆମ କମିଟି ତରଫରୁ ଆଗାମୀ ବୁଧବାର, ଏଇ ବୁଧବାର ଦିନ ନିର୍ମଳ ମୁଣ୍ଡାଙ୍କର ପ୍ରତିମୂର୍ତ୍ତି ବେଦବ୍ୟାସ ଛକରେ ସ୍ଥାପନ କରିବା ପାଇଁ ଯାଉଛୁ। ଧନ୍ୟବାଦ। शहीद अमर रहे। डॉक्टर चंडल को अनुरोध करी।